ମୋ ନାଁ ଟି ଭେଙ୍କଟରାଓ। ଆମ ସମ୍ପାଦକ ପଦ ପାଇଁ ବୋଲି ମୁଁ ଲଢ଼େଇ କରୁଛି। ଏବେ ଆମର ଗଞ୍ଜାମ ବାର୍ ଆସୋସିଏସନ୍ରେ ସମ୍ପାଦକ ରୂପେ ଆମେ ପ୍ରତିଦ୍ୱନ୍ଦିତା କରିଅଛେ। ଆଉ ସମସ୍ତଙ୍କର ସହଯୋଗରେ ହିଁ ମୁଁ ଆଗକୁ ବଢ଼ିବା ପାଇଁ ଚାହୁଁଛି। ଆଜି ପର୍ଯ୍ୟନ୍ତ ମୁଁ ବାର୍ର ସମସ୍ତ ମାନେ ଭଲ ମନ୍ଦ ବିଷୟ ନେଇକି ମୁଁ ଆଗକୁ ବଢ଼ୁଥିଲି, ଏବେ ମଧ୍ୟ ବଢ଼ିବି। ସମସ୍ତ ସହଯୋଗରେ ହିଁ ମୁଁ ଆଗକୁ ବଢ଼ିବି। ସମସ୍ତଙ୍କର ସହଯୋଗରେ ହିଁ ମୁଁ ଆଗକୁ ବଢ଼ିବା ପାଇଁ ଚାହୁଁଛି। ମୁଁ ଆପଣଙ୍କୁ ତ କହିଲି ଯେମିତି ଆମେ ଆମର ବାହାର ଉନ୍ନତି ହେଇପାରିବ, ସମସ୍ତଙ୍କ ସହଯୋଗରେ ହିଁ ମୁଁ ଉନ୍ନତି କରିବା ପାଇଁ। ବର୍ତ୍ତମାନ ଯେଉଁ ବାହାର ଆମର ନୂଆ ବାହାର ହେବାକୁ ଯାଉଛି, ମାନେ କନଷ୍ଟ୍ରକ୍ସନ୍ ଯେଉଁ କରିବେ ଯଥାଶୀଘ୍ର କରିବା ପାଇଁ ବୋଲି ଚେଷ୍ଟା କରିବି। ଆଉ ଯେ କୌଣସି କୁକର୍ମ ହେବା ପାଇଁ ମୁଁ ସୁଯୋଗ ଦେବିନି। ସେଥିପାଇଁ ସମସ୍ତଙ୍କର ସହଯୋଗ ମୁଁ ଚାହୁଁଛି, ଆଉ ସହଯୋଗ ମଧ୍ୟ ଅଛି। ସମସ୍ତଙ୍କୁ ଅନୁରୋଧ କରୁଛି ମୋତେ କେମିତି ସହଯୋଗ କରିବେ। ସମସ୍ତଙ୍କ ଆଶୀର୍ବାଦ, ସିନିୟର ସାର୍ଙ୍କର ଆଶୀର୍ବାଦ ଆଉ ଭାଇମାନଙ୍କର ସ୍ନେହ ଶ୍ରଦ୍ଧାରେ ହିଁ ମୁଁ ଆଗକୁ ବଢ଼ିବା ପାଇଁ ଚାହୁଁଛି। ଶିବଶଙ୍କର ଅଧିକାରୀ, ଆଇନଜୀବୀ, ବ୍ରହ୍ମପୁର ଜିବିଏ। ଆମର ଟି ଭେଙ୍କଟରାଓ ଭାଇ ବହୁତ ପୂର୍ବରୁ ଆଗରୁ ଜଏଣ୍ଟ ସେକ୍ରେଟାରୀ ଭାବେ ଲଢ଼େଇ କରି ବହୁତ ଦିନ ଆଗରୁ ଜିତିଥିଲେ। ଆଉ ବହୁତ ସମ୍ପୂର୍ଣ୍ଣ କାର୍ଯ୍ୟ ସମସ୍ତଙ୍କ ସହିତ ସହଯୋଗ ଆଉ ମିଳାମିଶା ହୋଇ ସମସ୍ତଙ୍କର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସେ ଦାବି ରଖୁଥିଲେ ଏବଂ କରୁଥିଲେ ମଧ୍ୟ। ଆଉ ସମସ୍ତଙ୍କର ସମ୍ପୂର୍ଣ୍ଣ ସହଯୋଗ ଅଛି। ଏଥିପାଇଁ ଲଢ଼େଇ କରି ପୂର୍ବରୁ ସେ ଜେଲ୍ ଆମର ଯେଉଁ ବେଞ୍ଚ ଅଛି, ହାଇକୋର୍ଟ ବେଞ୍ଚ ପାଇଁ ସେ ଜେଲ୍ ବରଣ କରିଥିଲେ 2008 ମସିହାରୁ। ସେ ବହୁତ ଆମର ଆଇନଜୀବୀ ମାନଙ୍କ ପାଇଁ ସହଯୋଗ ଏବଂ ହାତ ବଢ଼େଇକରି କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରି ଆଜି ପର୍ଯ୍ୟନ୍ତ ଆସୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଏବଂ କରିବେ ମଧ୍ୟ। ଆମର ବିଶ୍ୱାସ, ଆଶା, ଭରସା ଅଛି। ସେ ବହୁତ କାର୍ଯ୍ୟ, ଉନ୍ନତିମୂଳକ କାର୍ଯ୍ୟ ଆମର ବାର୍ ଆସୋସିଏସନ୍ ଏବଂ ସମସ୍ତ ଆଇନଜୀବୀ, ବରିଷ୍ଠ ଆଇନଜୀବୀ ଏବଂ ଗୁରୁଜନ ମାନଙ୍କର ଏବଂ ସମସ୍ତଙ୍କର ଶ୍ରଦ୍ଧା, ସ୍ନେହ, ଆଶୀର୍ବାଦରେ ସମସ୍ତଙ୍କର ସମ୍ପୂର୍ଣ୍ଣ ହାତକୁ ହାତ ମିଶାଇ କାର୍ଯ୍ୟ କରିବେ ବୋଲି ଆମେ ଆଶା, ଭରସା ଏବଂ ନିଶ୍ଚିତ ଭାବେ କାର୍ଯ୍ୟ କରିବେ ବୋଲି ଆମେ ବିଶ୍ୱାସ ରଖିଛୁ ତାଙ୍କ ଉପରେ ଏବଂ ସମ୍ପୂର୍ଣ୍ଣ ଆମର ସହଯୋଗ ଅଛି। ଏଇ ଆମର ଗଞ୍ଜାମ ବାର୍ ଆସୋସିଏସନ୍ର ସିଏ ମାନେ ସେକ୍ରେଟାରୀ ସମ୍ପାଦକ ହେବା ପରେ ଆମର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ ବୋଲି ମଧ୍ୟ ଆମେ ଆଶା ରଖୁଛୁ ଏବଂ ପରିବର୍ତ୍ତନ କରିବେ ଏବଂ ସମସ୍ତଙ୍କର ଆମର ସହଯୋଗ ଅଛି। ତାଙ୍କ ସହିତ ମିଳାମିଶା କରି ଆମେ ଆଜି ପର୍ଯ୍ୟନ୍ତ ଆମେ ସବୁ ଜାଗା କାର୍ଯ୍ୟରେ ସହଯୋଗ କରୁଛନ୍ତି ଏବଂ ଆମେ ବି କରୁଛୁ। ଉଭୟଙ୍କର ପରସ୍ପରର ସହଯୋଗ ଅଛି ଏବଂ ସହଯୋଗରେ କାମ ଚାଲିଛି ଏବଂ ଚାଲିବ ମଧ୍ୟ। ସାର୍ ମୁଁ ଶ୍ରୀ ଗୌରାଙ୍ଗ ଚୌଧୁରୀ, ଆଡଭୋକେଟ୍। ଆଜ୍ଞା, ଆମର 70% ଭରସା ଅଛି ଟି ଭେଙ୍କଟରାଓ ଉପରେ। ସେ ଆଗାମୀ ଦିନରେ ଜଏଣ୍ଟ ସେକ୍ରେଟାରୀ ଥିଲାବେଳେ ଏଇ ବାର୍ ପାଇଁ ଲଢ଼େଇ କରିଛନ୍ତି ଆଉ ଆଗାମୀ ଭବିଷ୍ୟତରେ ମଧ୍ୟ ଲଢ଼େଇ କରିବେ ବୋଲି ମୁଁ ଆଶା କରୁଛି। ତେଣୁକରି ମୁଁ ସମ୍ପୂର୍ଣ୍ଣ ସମର୍ଥନ ଜ୍ଞାପନ କରୁଛି। ରାମକୃଷ୍ଣ ମହାରଣା, ଆଡଭୋକେଟ୍। ନାଇଁ ଦେଖନ୍ତୁ, ସେ ଟି ଭେଙ୍କଟରାଓ ଆମର ସେକ୍ରେଟାରୀ ପଦବୀ ପାଇଁ ବୋଲି ପ୍ରତିଦ୍ୱନ୍ଦିତା କରୁଛନ୍ତି। ଟି ଭେଙ୍କଟରାଓ ଆଉ ସେ ଗତ ଦିନରେ ସେ ଥିଲେ ସେକେଣ୍ଡ ସେକ୍ରେଟାରୀ ଥିଲେ। ସେ ସମୟରେ ବି ବହୁତ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ଆଉ ବର୍ତ୍ତମାନ ଆଶା ଆଉ ଭରସା ବି ଅଛି ସେ କରିବେ ବୋଲି କହି। କାହିଁକି ସେ ସବୁବେଳେ ଭବିଷ୍ୟତ କେମିତି ମର୍ଯ୍ୟାଦା ରଖିକି ଆମର ବାର୍ ଆସୋସିଏସନର ମର୍ଯ୍ୟାଦା ରଖିକି କେମିତି ଭଲ ଉନ୍ନତିମୂଳକ କାର୍ଯ୍ୟ ହେବ ସେ ଉପରେ ସମସ୍ତଙ୍କର ତାଙ୍କର ସବୁବେଳେ ଆଶା ଥାଏ ଆଉ ସେଇଟାକୁ ସିଏ ଆଗକୁ ନେବେ।
ସେତିକି ବି, ହଁ ସମସ୍ତେ ସମସ୍ତଙ୍କର ଆମର ସମସ୍ତଙ୍କର ଭରସା ଆଶା ତଥା ସମର୍ଥନ ବି ଅଛି ରହିଛି।